ଯାଉଥିଲେ। ଏହି ଗୀତରେ ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର ଏବଂ ବୈଶାଖ ବର୍ଣ୍ଣିତ ହେଉଥିଲା। କାର୍ତ୍ତିକରେ ବାହାରୁଥିଲେ ଆଉ ବୈଶାଖରେ ଫେରୁଥିଲେ। ଯିବା ପୂର୍ବରୁ ଏମାନେ ନିଜ ନୌକାରେ ଦୀପ ଜଳାଇ ପାନପତ୍ର ଏବଂ ଗୁଆ ରଖୁଥିଲେ। ଏହା ଥିଲା ସେମାନଙ୍କର ନିଜ ସମୁଦ୍ର କୂଳରୁ ବିଚ୍ଛେଦ ହେବାର ପ୍ରତୀକ ଆଉ ଏକ ପ୍ରତିଶ୍ରୁତି ଯେ ସେମାନେ ଫେରିବେ। ପ୍ରତ୍ୟେକ ଯାତ୍ରା ଏକ ନୂଆ ଆହ୍ୱାନ, ଏକ ନୂଆ ସଂଘର୍ଷ ଥିଲା। କିନ୍ତୁ ସେମାନେ ଅଟକି ନଥିଲେ, କାରଣ ସେମାନଙ୍କୁ ନିଜ ସମୟଠାରୁ ଆଗକୁ ବଢ଼ିବାର ଥିଲା। ଏକ ଏପରି ଭୂମିରେ ପହଞ୍ଚିବାର ଥିଲା ଯେଉଁଠାରେ ତାଙ୍କ ପାଦ ପୂର୍ବରୁ କେବେ ପଡ଼ିନଥିଲା। ଆଉ ସେ ସ୍ଥାନ ଥିଲା ବାଲି, ନାରିକେଳ ଦ୍ୱୀପ, ଯେଉଁଠାରେ ନାରିକେଳ ବୃକ୍ଷ ଆକାଶ ପରି ଉଚ୍ଚ ଥିଲା, ଯାହାର ପବନରେ କଳିଙ୍ଗର ସୁଗନ୍ଧ ରହିଥିଲା। ସେଠାକୁ ଯାଇ ସେମାନେ କେବଳ ବେପାର କରୁନଥିଲେ, ସେମାନେ ସେ ଭୂମିକୁ ଯାଇ କଳିଙ୍ଗର ଆତ୍ମା ଭରି ଦେଉଥିଲେ। ସେହି ଦ୍ୱୀପରେ ନିର୍ମାଣ କରୁଥିଲେ ମନ୍ଦିର, ନିଜର ଦେବାଦେବୀଙ୍କୁ ପୂଜା କରୁଥିଲେ, ନିଜର ପର୍ବପର୍ବାଣୀ ପାଳନ କରୁଥିଲେ। ବାଲିର ଲୋକମାନେ ଆଜି ମଧ୍ୟ ଏହି ସାଧବମାନଙ୍କୁ କଳିଙ୍ଗ ସାହସିକ ଅର୍ଥାତ୍ ସାହସୀ କଳିଙ୍ଗର ପୁତ୍ର କହୁଛନ୍ତି। ଏହା ସେପରି ଏକ ପରିଚୟ ଯାହା କୌଣସି ଭାଷା, କୌଣସି ପରିସୀମାର ସୀମାବଦ୍ଧ ନୁହେଁ। ଏବେ ସମୟ ବଦଳି ଯାଇଛି, କିନ୍ତୁ ସେ ଭାବନା, ସେ ସମ୍ପର୍କ ଏବେ ମଧ୍ୟ ଜୀବିତ ରହିଛି। ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆମ୍ଭେମାନେ ମହାନଦୀ କୂଳରେ ରୁଣ୍ଡୀଭୂତ ହୋଇଛନ୍ତି। ଆଉ ଏହି ମେଳାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ବୋଇତ ବନ୍ଧାଣ ଉତ୍ସବ। ଏଠାରେ ଶହ ଶହ ଲୋକେ ଛୋଟ ଛୋଟ ନୌକା ତିଆରି କରି ପାଣିରେ ଭସାଇଥାନ୍ତି। ଏହିସବୁ ନୌକା ସେହି ପ୍ରାଚୀନ ବୋଇତର ପ୍ରତିକୃତି, ଯେଉଁଥିରେ ସାଧବମାନେ ସମୁଦ୍ରର ଅଜ୍ଞାତ ଦିଗକୁ ବାହାରି ଯାଉଥିଲେ। ଲୋକମାନେ ସେହି ପ୍ରତିକୃତି ନୌକାରେ ଦୀପ ଜାଳି ସେଥିରେ ପାନପତ୍ର ଏବଂ ଗୁଆ ରଖିଥାନ୍ତି, ଯେମିତି ପୁଣି ଥରେ ସାଧବମାନେ ନିଜର ଯାତ୍ରାରେ ବାହାରୁଛନ୍ତି। ଏହା ସେମାନଙ୍କର ଶ୍ରଦ୍ଧାଞ୍ଜଳି ସେମାନଙ୍କ ଦୁଃସାହସୀ ପୂର୍ବଜଙ୍କ ପ୍ରତି, ଯେଉଁମାନେ ଅଜ୍ଞାତ ମହାସାଗରକୁ ପାର କରି ଆମ ପାଇଁ ଅନନ୍ତ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏହି ମେଳାର ଅନ୍ୟ ଦିଗଟି ହେଉଛି ଏଠାକାର ସାଂସ୍କୃତିକ କାର୍ଯ୍ୟକ୍ରମ। ଏଠାରେ ଓଡ଼ିଶାର ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ ହୋଇଥାଏ। ଏହିସବୁ ନୃତ୍ୟ କେବଳ ପ୍ରଦର୍ଶନ ନୁହେଁ, ବରଂ ସେହି ଭାବନାର ପ୍ରତିଫଳନ ସଦୃଶ୍ୟ। ଓଡ଼ିଶାର ଆତ୍ମା ଏହି ମେଳାରେ ଜାଜ୍ୱଲ୍ୟମାନ ହୋଇଥାଏ। ଏହି ସମୟରେ ପଞ୍ଚୁକ ଉତ୍ସବ ମଧ୍ୟ ହୋଇଥାଏ। ଶ୍ରଦ୍ଧାଳୁମାନେ ପବିତ୍ର ତୁଳସୀ ଚଉରା ପାଖରେ ଭଗବାନ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ବଡ଼ ଠାକୁର ବଳଭଦ୍ରଙ୍କର ଅଭିରରେ ଆକୃତି ତିଆରି କରି ମଙ୍ଗଳ କାମନା କରିଥାନ୍ତି। ବାଲିଯାତ୍ରା ଆମକୁ ଶିକ୍ଷା ଦେଉଛି ଯେ ଯାତ୍ରାର ଅନ୍ତ କେବେ ନ ହେବା ଦରକାର। ପ୍ରତ୍ୟେକ ଯାତ୍ରା ପରେ ଆଉ ଏକ ଯାତ୍ରା, ଆଉ ଏକ ଲକ୍ଷ୍ୟ ଅନ୍ୱେଷଣ କରିବା ଦରକାର। ଯେପରି କଳିଙ୍ଗର ସାଧବମାନେ ଅଜ୍ଞାତ ଦିଗକୁ ବାହାରି ଯାଉଥିଲେ, ସେହିପରି ଆପଣଙ୍କୁ ମଧ୍ୟ ନିଜର ସ୍ୱପ୍ନର ସମୁଦ୍ରକୁ ପାର କରିବାକୁ ହେବ। ମନେ ରଖିବେ, ଜୀବନର ସବୁଠାରୁ ବଡ଼ ଯାତ୍ରା ହେଉଛି ଯେ ଆମେ ନିଜ ମନର ପରିସୀମାରୁ ବାହାରକୁ ବାହାରିବା, ନିଜ ଭୟକୁ ଦୂର କରିବା। କାରଣ ଜଣେ ପ୍ରକୃତ ଯାତ୍ରୀ ପାଇଁ ଲକ୍ଷ୍ୟସ୍ଥଳର କୌଣସି ଶେଷ ନଥାଏ। ବାଲିଯାତ୍ରାର ଏହି ଉତ୍ସବ ଏହି ସନ୍ଦେଶ ଦେଇଥାଏ।